ରବିବାର ସନ୍ଧ୍ୟା 7:30 ଦେଶର ରାଜଧାନୀ ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ଶପଥ ଗ୍ରହଣ ସମାରୋହରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ମୋଦିଙ୍କୁ ଶପଥ ପାଠ କରାଇଲେ ଦେଶର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦେଶ ବିଦେଶର ଗଣ୍ୟମାନ୍ୟ ଅତିଥି ତଥା ବିଶାଳ ଜନସମାଗମ ସମ୍ମୁଖରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ। କେବଳ ମୋଦି ନୁହନ୍ତି ବରଂ ତାଙ୍କ ପରେ ରାଜନାଥ ସିଂ, ଅମିତ ଶାହା, ନୀତିନ ଗଡ଼କରୀ ଓ ଜୟପ୍ରକାଶ ନଡ୍ଡା ପ୍ରମୁଖ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ମୋଦିଙ୍କ ସହ 71 ଜଣ ସାଂସଦ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏହି 71 ମନ୍ତ୍ରୀଙ୍କ ମଧ୍ୟରୁ 30 ଜଣ କ୍ୟାବିନେଟ୍ ମନ୍ତ୍ରୀ, 5 ଜଣ ସ୍ୱତନ୍ତ୍ର ପାହ୍ୟା ପ୍ରଭାରୀ ଏବଂ 36 ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେଥିମଧ୍ୟରୁ 27ଟି OBC ହୋଇଥିବା ବେଳେ 10ଟି ST ବର୍ଗର ହୋଇଛନ୍ତି। ଏଥିସହ ମୋଦି କ୍ୟାବିନେଟ୍ରେ 18 ଜଣ ବରିଷ୍ଠ ନେତାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ପୂର୍ବତନ 2 ମୁଖ୍ୟମନ୍ତ୍ରୀ ମଧ୍ୟ ମୋଦି ସରକାରରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏହା ସହିତ NDA ସହଯୋଗୀମାନଙ୍କର ବହୁ ବରିଷ୍ଠ ନେତା ମଧ୍ୟ ମନ୍ତ୍ରୀ କରାଯାଇଛି। ଏହି ନିର୍ବାଚନରେ ବିଜେପି ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରିନାହିଁ। ତଥାପି ବିଜେପି ନେତୃତ୍ୱାଧୀନ NDA ମିଳିତ ଦଳ ସଂଖ୍ୟା ଗରିଷ୍ଠତା ଅତିକ୍ରମ କରିବାରେ ସଫଳ ହୋଇଛି। 18ତମ ଲୋକସଭା ନିର୍ବାଚନରେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ NDAର ବିଜୟ ପରେ ବିଜେପି ନେତା ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସମାରୋହରେ ଶପଥ ଗ୍ରହଣ କରାଇଥିଲେ। ଏଥିସହିତ ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ କ୍ରମାଗତ 3 ଥର ପ୍ରଧାନମନ୍ତ୍ରୀ ହେବାର ରେକର୍ଡ ସହ ସମାନ ହୋଇଛନ୍ତି। 2014ରେ ଲୋକସଭା ନିର୍ବାଚନରେ ବିଜେପି ବିଜୟ ପରେ ମୋଦି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପରେ 17ତମ ଲୋକସଭା ନିର୍ବାଚନରେ ଅତ୍ୟଧିକ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ତେବେ ପୁଣି ଥରେ 2024ରେ NDA ମେଣ୍ଟ ବହୁମତ ହାସଲ କରିବା ପରେ ପୁଣି ଥରେ ସରକାର ଗଢ଼ିଛି।